ଶିମିଳିପାଳ ଅଭୟାରଣ୍ୟରେ ବରଫପାତ ଫଟୋ ଓ ଭିଡିଓ ପ୍ରଦାନ କଲେ ଆରସିଏଫ୍। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ତାପମାତ୍ରା ହ୍ରାସ ପାଇଛି, ଯାହା ଫଳରେ ସେଠାରେ ଘାସ ଉପରେ କୁହୁଡ଼ି ପାଣି ବରଫ ପାଲଟି ଧଳା ଆସ୍ତରଣ ପଡ଼ିଥିବାର ଦେଖିବାକୁ ମିଳିଛି। ତେବେ ଏନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡାକ୍ତର ପ୍ରକାଶ ଚାନ୍ଦ ଗଗିନେନି ସୋମବାର ସକାଳ ପ୍ରାୟ 8:37 ସମୟରେ ଏନେଇ ଗଣମାଧ୍ୟମକୁ ତାହାର ଫଟୋ ଓ ଭିଡିଓ ପ୍ରଦାନ କରି ସୂଚନା ଦେଇଛନ୍ତି। ତେବେ ଶିମିଳିପାଳ ଅଭୟାରଣ୍ୟର ଉପର ବାରହାକାମୁଣ୍ଡାଠାରେ ସର୍ବନିମ୍ନ 1 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିବାର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରକାଶ ଚାନ୍ଦ ଗଗିନେନି ଏନେଇ ସୂଚନା ପ୍ରଦାନ କରିଛନ୍ତି।